ଗୁପ୍ତେଶ୍ୱର କିଏ? କେବେ ଓ କେତେବେଳେ ଲୋକଲୋଚନାକୁ ଆସିଲେ ପ୍ରଭୁ ଶ୍ରୀ ଗୁପ୍ତେଶ୍ୱର? ଗୁପ୍ତେଶ୍ୱର ନାମକରଣ ହେଲା କିପରି? ଗୁପ୍ତେଶ୍ୱରଙ୍କ ପ୍ରଥମ ଦର୍ଶନ କରିଥିଲା କିଏ? ସତରେ କ'ଣ ରହିଛି ଏ ଗୁପ୍ତେଶ୍ୱରଙ୍କ ଗୁପ୍ତ ରହସ୍ୟ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଓଡ଼ିଶା ରାଜ୍ୟ କୋରାପୁଟ ଜିଲ୍ଲା ଜୟପୁର ସହରଠାରୁ 55 କିଲୋମିଟର ଦୂରରେ ଅବସ୍ଥିତ ସୌନ୍ଦର୍ଯ୍ୟ ଜଙ୍ଗଲ ମଧ୍ୟରେ ପ୍ରଭୁ ଗୁପ୍ତେଶ୍ୱରଙ୍କ ଗୁପ୍ତ ରହସ୍ୟ। ଘଞ୍ଚ ଜଙ୍ଗଲ ତା ମଧ୍ୟରେ ଗୁପ୍ତ ଗୁମ୍ଫା। ସେଇ ଗୁମ୍ଫା ମଧ୍ୟରେ କାହିଁକି ପ୍ରଭୁ ଶ୍ରୀ ଶିବ ଶଙ୍କର ବାସ କରୁଥିଲେ? ଐତିହାସିକମାନଙ୍କ ମଧ୍ୟରେ ଏହି ହେଉଛି 1665 ମସିହାର କଥା। ଥରେ ଜଣେ ସ୍ଥାନୀୟ ଗ୍ରାମର ଦୁରୁଆ ଜନଜାତି ଶିକାରୀ, ଯାହାର କି ଆଖି ଦିଶୁନଥାଏ, ସେ ଗୁପ୍ତେଶ୍ୱର ଗୁମ୍ଫା ନିକଟର ଜଙ୍ଗଲ ମଧ୍ୟକୁ ଶିକାର କରିବା ପାଇଁ ଆସିଥିଲା। ଘଞ୍ଚ ଜଙ୍ଗଲ ମଧ୍ୟରେ ଯେତେବେଳେ ସିଏ ଶିକାର ଖୋଜୁଥାନ୍ତି, ଖରା ଉତ୍ପାତ ସହ୍ୟ କରି ନପାରି ଗୋଟିଏ ଗଛ ତଳେ ବସି ପଡ଼ିଲେ। କିଛି ସମୟ ଗଛ ତଳେ ବସି ପଡ଼ିବା ପରେ ଯେତେବେଳେ ସେ ପୁଣି ଥରେ ଶିକାର କରିବା ପାଇଁ ବାହାରି ପଡ଼ିଲେ, ଦୂରରୁ ଶୁଭାଗଲା ଏକ ହରିଣ ଦୌଡ଼ି ଦୌଡ଼ି ଯିବାର ଚିତ୍କାର। ସିଏ ସେଇ ଶବ୍ଦକୁ ଶୁଣି ସାଙ୍ଗେ ସାଙ୍ଗେ ଶର ନିକ୍ଷେପ କଲେ। ସେଇ ନିରୀହ ମୃଗ ଉପରେ ଶରଟି ଯାଇ ମୃଗ ଉଦର ଅର୍ଥାତ୍ ପେଟରେ ବାଜିଲା। ଠିକ୍ ସମୟରେ ସେଇ ହରିଣଟି ନିଜ ଜୀବନ ଆକୁଳେ ପ୍ରାଣ ବଞ୍ଚାଇ ଦୌଡ଼ି ଦୌଡ଼ି ଯାଉଥାଏ। ସେଇ ଶିକାରୀଟି ମଧ୍ୟ ସେଇ ମୃଗଟିକୁ ଖୋଜିବାରେ ଲାଗି ପଡ଼ିଲେ। ସିଏ ସେଇ ମୃଗ ପଛରେ ଦୌଡ଼ି ଦୌଡ଼ି ଯାଉଥିଲେ। ମୃଗଟି ଯାଇ ଏକ ଗୁମ୍ଫା ମଧ୍ୟରେ ପଡ଼ିଗଲା। ଯେଉଁ ଗୁମ୍ଫା ମଧ୍ୟରେ ସେଇ ହରିଣଟା ପଡ଼ିଯାଇଥିଲା, ସେହି ସ୍ଥାନରେ ପ୍ରଭୁ ଶିବ ଶଙ୍କରଙ୍କ ଏକ ଭବ୍ୟ ଶିବଲିଙ୍ଗ ପ୍ରକଟ ହୋଇଥାଏ। ଯେତେବେଳେ ସେଇ ଶିକାରୀ ଜଣଙ୍କ ଦୌଡ଼ି ଦୌଡ଼ି ଆସି ସେଇ ଗୁମ୍ଫା ମଧ୍ୟରେ ପ୍ରବେଶ କରନ୍ତି ଏବଂ ହରିଣଟିକୁ ଦେଖନ୍ତି, ତା ପୂର୍ବରୁ ସେ ଦେଖିଲେ ଏକ ଆଶ୍ଚର୍ଯ୍ୟ ଏକ ବଡ଼ ଦୃଶ୍ୟ। ଘଞ୍ଚ ଜଙ୍ଗଲ ଏକ ଗୁମ୍ଫା ମଧ୍ୟରେ ଏକ ବଡ଼ ଶିବଲିଙ୍ଗ ପ୍ରସ୍ଫୁଟିତ ହୋଇଥାଏ। ଠିକ୍ ସେହି ସମୟରେ ପ୍ରଭୁ ଶିବ ଶଙ୍କର ପ୍ରକଟ ହୋଇ ସେଇ ଶିକାରୀଟିକୁ କହନ୍ତି, ଏହି ମୃଗଟିକୁ ତୁମେ ଏହି ସ୍ଥାନରେ ଛାଡ଼ି ଦେଇ ଯାଅ। କିନ୍ତୁ ପ୍ରଭୁ ଶିବ ଶଙ୍କରଙ୍କ କଥାଟିକୁ ଶୁଣି ଶିକାରୀ ମନା କରିଦେଲା। ବହୁ ପରିଶ୍ରମ କରି ଏହି ମୃଗଟିକୁ ଶିକାର କରିଛି, ମୋତେ ଏହି ମୃଗଟିକୁ ନେବା ପାଇଁ ମନା କରନ୍ତୁ ନାହିଁ। ପ୍ରଭୁ ଶିବ ଶଙ୍କର ପୁଣି ଥରେ କହିଲେ, ଏହି ହରିଣଟି ନିଜ ଜୀବନ ରକ୍ଷା ପାଇଁ ଦୌଡ଼ି ଦୌଡ଼ି ଆସି ମୋର ଶରଣାଗତ ହୋଇଛି। ସେଇଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଏହି ହରିଣ ଛୁଆଟିକୁ ନ ନେଇ ଆପଣଙ୍କ ଘରକୁ ଚାଲି ଯାଆନ୍ତୁ। ତାହା ବଦଳରେ ମୁଁ ତୁମକୁ ଏକ ବର ପ୍ରଦାନ କରୁଛି। ଯଦି ତୁମେ ଏହି ହରିଣଟାକୁ ନେଇଯିବ ନାହିଁ, ତାହେଲେ ମୁଁ ତୁମକୁ ଅନ୍ଧ ହୋଇଥିବାର ଆଖିକୁ ଦେଖିବାର ଶକ୍ତି ଦେଇଦେବି ଏବଂ ତୁମେ ବହୁତ ହସ ଖୁସିରେ ବଞ୍ଚିବ। ଠିକ୍ ଏତିକି କହି ସାରିବା ପରେ ପ୍ରଭୁ ସେଇ ଅନ୍ଧକାରୀର ଚକ୍ଷୁ ଦେଖିବାର ଶକ୍ତି ପଳେଇ ଆସିଲା। ସିଏ ଚାରିଆଡ଼କୁ ନଜର ପକେଇ ଦେଖୁଥାନ୍ତି। ଠିକ୍ ସେହି ସମୟରେ ପ୍ରଭୁ ଅନୁରୋଧ୍ୟାନ ହୋଇ କୁହନ୍ତି, ହେ ଶିକାରୀ, ଆଜି ଯେଉଁ ସବୁ ଘଟିଗଲା, ଏହି ଘଟଣାଟିକୁ ତୁମେ କୌଣସି ଲୋକମାନଙ୍କୁ ବି କହିବ ନାହିଁ। ଯଦି ମୋର ବଚନ ନ ରଖି ଲୋକମାନଙ୍କୁ ଏହି ଗୁମ୍ଫା ବିଷୟରେ ଜଣାଇଲେ ତୁମର ମୃତ୍ୟୁବରଣ ହେବ। ଏତିକି କହି ପ୍ରଭୁ ଶିବ ଶଙ୍କର ସେଇଠାରୁ ଅନ୍ତର୍ଧ୍ୟାନ ହେଇଗଲେ। ସେଇ ଶିକାରୀ ଜଣଙ୍କ ହରିଣଟାକୁ ସେଇଠି ଛାଡ଼ି ଦେଇ ନିଜ ଗାଁକୁ ଫେରି ଆସିଲା। ଯେତେବେଳେ ସେ ଗାଁକୁ ଫେରି ଆସିଲେ, କିଛି ଦିନ ବିତିଗଲା।
ସେତେବେଳେ ରାଜାମାନଙ୍କର ଶାସନ ଚାଲୁଥାଏ ଏବଂ ଜୟପୁରରେ ଶାସନ କରୁଥାନ୍ତି ବୀର ବିକ୍ରମ ଦେବ ମହାରାଜ। ସେ ପ୍ରଜାବତ୍ସଳ ଥିଲେ, ସମସ୍ତଙ୍କ ପାଇଁ ସମାନ ଶୁଭେଚ୍ଛାରଣା କରୁଥିଲେ। ତାଙ୍କର ଜଣେ ଗୁପ୍ତଚର ଥିଲା, ତାଙ୍କର ନାମ ଥିଲା ରାମୀ। ସେ ଆଖପାଖ ସମସ୍ତ ଗ୍ରାମର ରହସ୍ୟ ଗୁପ୍ତ କଥା ଆଣି ରାଜାଙ୍କ ସାମ୍ନାରେ ପରିପ୍ରକାଶ କରୁଥିଲେ। ଯେତେବେଳେ ସେ ଗୁପ୍ତଚର ଜଣଙ୍କ ସେହି ଶିକାରୀଙ୍କ ବାବଦରେ ଗାଁ ଲୋକଙ୍କଠୁ ଶୁଣି ସେ ଶିକାରୀର ଘରକୁ ଯାଆନ୍ତି ଏବଂ ଯେତେବେଳେ ସେ ଗୁପ୍ତଚର ସେ ଶିକାରୀଟିକୁ ପଚାରନ୍ତି, ସମ୍ପୂର୍ଣ୍ଣ ଭାବରେ ମନା କରିଦେଲେ। ସେ ଆଉ ଡେରି ନ କରି ସେ ଶିକାରୀ ଜଣଙ୍କୁ ଧରି ଚାଲି ଆସିଲେ ରାଜା ବିକ୍ରମ ଦେବ ପାଖକୁ। ରାଜା ସେହି ଶିକାରୀଙ୍କୁ ପଚାରିଲେ, ହେ ଶିକାରୀ, କହିପାରିବ କି ସେହି ଗୁପ୍ତ ଗୁମ୍ଫା ଗୁପ୍ତ ରହସ୍ୟ? ଶିକାରୀ ଜଣଙ୍କ ରାଜାଙ୍କୁ କହିଲେ, ମହାରାଜ, ସେଦିନ ଯାହା ବି ଘଟିଥିଲା ସେସବୁ କହିବା ପାଇଁ ମୋତେ ମନା କରାହୋଇଛି। ଯଦି ମୁଁ କହିଦେବି ସେସବୁ କଥା ତ ମୋର ମୃତ୍ୟୁବରଣ ହେବ। ସେଇଥିପାଇଁ ହେ ମହାରାଜ, ମୋତେ କ୍ଷମା କର। କିନ୍ତୁ ରାଜା ସେତେବେଳେ ରାଗି ଯାଇ କହିଲେ, ଯାହା ହଉ ପଛେ, ଯଦି ତମେ ସେଇ ଗୁମ୍ଫାର ରହସ୍ୟ ବିଷୟରେ ନ କହିଲେ ମୁଁ ତୁମକୁ ବି ଦେବି ମୃତ୍ୟୁଦଣ୍ଡ। ଶେଷରେ ଅନ୍ୟ କିଛି ବାଟ ନ ପାଇ ସେହି ଶିକାରୀ ଜଣଙ୍କ ସେହି ଗୁପ୍ତ ଗୁମ୍ଫା ରହସ୍ୟଟିକୁ ରାଜା ବିକ୍ରମ ଦେବ ପାଖକୁ କହିଦେଲେ। କହିସାରିବା ପରେ ସେହି ଶିକାରୀ ଜଣଙ୍କ, ଯେମିତି ପ୍ରଭୁ ଶିବ ଶଙ୍କର କହିଥିଲେ, ତୁ ଏ ବିଷୟରେ ଯଦି କାହାକୁ କହିବୁ ତ ତୋର ମୃତ୍ୟୁବରଣ ହେବ, ତ ସେହି ଶିକାରୀର ମୃତ୍ୟୁବରଣ ହେଇଗଲା। ଏହି ସବୁ ଶୁଣି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ ରାଜା ବିକ୍ରମ ଦେବ ସେହି ଜଙ୍ଗଲ ମଧ୍ୟକୁ। ସେହି ଶିକାରୀ ଜଣଙ୍କ ଯେଉଁ ସବୁ କଥା କହିଲେ ସବୁ ସତ ହେଲା, କିନ୍ତୁ ଶିକାରୀ ଜଣଙ୍କ ସେହି ଗୁପ୍ତ ଗୁମ୍ଫାକୁ ଯିବାର ବାଟ କିମ୍ବା ରାସ୍ତା କାହାକୁ କହିନଥିଲେ। ଯେତେବେଳେ ରାଜା ଘଞ୍ଚ ଜଙ୍ଗଲ ମଧ୍ୟରେ ଗୁପ୍ତ ଗୁମ୍ଫାକୁ ଖୋଜୁଥାନ୍ତି, ସେ ସେହି ଗୁପ୍ତ ଗୁମ୍ଫାକୁ ଆଉ ପାଇଲେ ନାହିଁ। ସେ ନିରାଶ ହୋଇ ନିଜ ରାଜଉଆସକୁ ଫେରି ଆସିଲେ। ରାତ୍ରି ସମୟରେ ଖାଇସାରିବା ପରେ ଶୟନ କରିବା ପାଇଁ ଗଲେ। ଶୋଇଥିବା ସମୟରେ ରାତ୍ରିର ତୃତୀୟ ପହରରେ ପ୍ରଭୁ ଶିବ ଶଙ୍କର ସ୍ୱପ୍ନରେ ଆସି ସେହି ଗୁପ୍ତ ଗୁମ୍ଫାରେ ଯିବା ପାଇଁ ସମସ୍ତ ମାର୍ଗ ସେହି ରାଜାଙ୍କୁ ଜଣାଇ ଦେଲେ। ସଙ୍ଗେ ସଙ୍ଗେ ଯାଇ ରାଜା ବିକ୍ରମ ଦେବ ସେହି ଗୁପ୍ତ ଗୁମ୍ଫା ମଧ୍ୟରେ ପହଞ୍ଚିଗଲେ। ଆଉ ସେହିଠାରେ ରାଜା ବିକ୍ରମ ଦେବ ପ୍ରସ୍ଫୁଟିତ ଲିଙ୍ଗକୁ ଦେଖିଲେ। ସେ ଆଉ କାଳ ବିଳମ୍ବ ନ କରି ସେଠାରେ ପ୍ରଭୁଙ୍କୁ ପୂଜା ଅର୍ଚ୍ଚନା କରିବାରେ ଲାଗିଲେ। ଆଖପାଖ ସମସ୍ତ ଗ୍ରାମରେ ଏହି ଘଟଣାଟି ପ୍ରଚଳିତ ହୋଇଗଲା। ଆଜିର ଭିଡ଼ିଓ ଏତିକି। ଏପରି ଅନ୍ୟ କୌଣସି ମନ୍ଦିରର ଜାଣିବା ପାଇଁ ଆମ ଚ୍ୟାନେଲ SK ଓଡ଼ିଶା YT କୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।